ଆଜ୍ଞା ନମସ୍କାର। ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ପେଟ୍ ପ୍ଲାନେଟ୍ ଓଡ଼ିଶାକେ। ଆଜକା ଦର୍ଶକ ବନ୍ଧୁମାନେ ଆମେ ଗୋଟେ ଗାଈ ଫାର୍ମର ଭିଡ଼ିଓ ଗୋଟେ ନେଇକରି ଆସିଛୁ। ଯେନ୍ ଜାଗାରେ ଆଜ୍ଞା ମାନେ ପ୍ରାୟ ଆମର ଯୁବ ଚାଷୀ ଗୋଟେ ପ୍ରାୟ 5-7 ବର୍ଷ ହେଲାନ ସକ୍ସେସଫୁଲ୍ ହିସାବେ ତାକର ଡାଏରୀ ଫାର୍ମଟା ରନିଂ କରୁଛନ୍। ଦେଖିବ ଯେ ଆପଣମାନେ ସବୁ ଭେରାଇଟିର ସବୁ ବ୍ରିଡ୍ ଇୟାରେ ଆପଣଙ୍କୁ ଦେଖବାର୍କେ ମିଲ୍ବା, ଯେନ୍ଟା କି ମାନେ ପିଓର ଜର୍ସି, ସାହିୱାଲ, HF, ଗିର୍ ସବୁ ବ୍ରିଡ୍ ରଖିଛନ୍, ମିକ୍ସ ବ୍ରିଡ୍ ମଧ୍ୟ ରଖିଛନ୍। ଆଉ ତାଙ୍କର ଲୋକେସନଟା ହେଲା ସମ୍ବଲପୁର ଓଡ଼ିଶା। ବର୍ତ୍ତମାନ ତାଙ୍କର ଫାର୍ମରେ ଗୋଟେ ପ୍ରୋବ୍ଲେମ୍ ଅଛି, ଯେନ୍ଟା କି ଆଜ୍ଞା ମାନେ ଲେବର ପ୍ରୋବ୍ଲେମ୍ ଲାଗି ଫାର୍ମଟା ବର୍ତ୍ତମାନ କ୍ଲୋଜ୍ କରିନେମୁ କହୁଛନ୍। ତ ଯେନ୍ଟା ବି ଗାଈ ମାନେ ବଢ଼ିଆ କ୍ୱାଲିଟି ଅଛନ୍ ଆଜ୍ଞା ମାନେ ସବୁ ସେଲ୍ କରିଦେବେ। ତ ଆମର ଯେମିତି ଭାଇମାନେ ଫାର୍ଷ୍ଟ ଟାଇମ୍ ନ କରି ଡାଏରୀ ଫାର୍ମ କରିବା ଚାହୁଁଛନ୍ କିମ୍ବା ଘରେ ପଟେ 2 ପଟ ରଖବାର୍ ଚାହୁଁଛନ୍, ଆପଣମାନେ ଭାଇନ କଣ୍ଟାକ୍ଟ କରିକି ନେଇପାରିବେ, ଯେନ୍ଟାକି ବହୁତ ବଢ଼ିଆ ପ୍ରାଇସ୍ରେ ଦେଇଦେବେ। ଆଉ ସବୁ ଗାଈ ଆଜ୍ଞା ମାନେ ହେଲ୍ଦି ଆଉ ଆକ୍ଟିଭ୍ କ୍ୱାଲିଟି ଭିତରେ ସେମାନେ କାମ କରୁଥିଲେ, କ୍ୱାଲିଟି ଉପରେ କାମ କରୁଥିଲେ। ଆଉ ସବୁ ଗାଈ ହେଲ୍ଦି ଆଉ ଆକ୍ଟିଭ୍ ଅଛନ୍, ଆଉ କିଛି ହେନ୍ତା ହେଲ୍ଥର କିଛି ଇସ୍ୟୁ ନାଇଁନ। ଆପଣ ଡାଇରେକ୍ଟ ଗାଈ ଫାର୍ମକେ ଭିଜିଟ୍ କରିକି ମଧ୍ୟ ଚେକ୍ କରିକରି କ୍ୱାଲିଟି ଦେଖିକରି ଆଣିପାରିବେ। ତ ଆମର ଯେନ୍ ଭାଇମାନେ ସମ୍ବଲପୁର ନିୟର ବାଇ ଅଛନ୍ କିମ୍ବା ଯେନ୍ ଜାଗାରେ ମଧ୍ୟ ଅଛନ୍, ଆପଣମାନେ ପ୍ଲିଜ୍ ଫାର୍ମକେ ଭିଜିଟ୍ କରୁନ୍, ଗାଈକେ ଦେଖୁନ୍, ଚେକ୍ କରୁନ୍, ଆପଣମାନେ ପରଚେସ୍ କରିକି ଆଣିପାରିବେ। କିମ୍ବା ଯେନ୍ ବି ଭାଇମାନେ ଫାର୍ଷ୍ଟ ଟାଇମ୍ ଡାଏରୀ ଫାର୍ମ ଖୋଲବା ଚାହୁଁଛନ୍, ଏକନ୍ ଟିକେ କଣ୍ଟାକ୍ଟ କରିକି ଯାଇପାରିବେ, ଯେନ୍ଟାକି ତାଙ୍କର ବହୁତ 5-6 ବର୍ଷର ଏକ୍ସପିରିଏନ୍ସ ଅଛି। ଖାଲି ତାର ଗୋଟେ ପ୍ରୋବ୍ଲେମ୍ ହେଲା ଲେବର ପ୍ରୋବ୍ଲେମ୍ ଯୋଗୁଁ ତାଙ୍କର ଡାଏରୀ ଫାର୍ମଟା କ୍ଲୋଜ୍ କରୁଛନ୍। ତ ଆମର ଯେନ୍ ବି ଭାଇମାନେ ସିରିୟସ୍ ପାର ଅଛନ୍ କିମ୍ବା ଘରେ ପଟେ 2 ପଟ ରଖବାର୍ ଚାହୁଁଛନ୍, ମାନେ ଆପଣମାନେ ଯେ କରି ପରଚେସ୍ କରିପାରିବେ। ବର୍ତ୍ତମାନ ଆଜ୍ଞା ମାନେ ଆମେ ଯଦି ଆମର ଓଡ଼ିଶାର କଥା ହେମା, ତ ମିଲ୍ର ଡିମାଣ୍ଡଟା ବହୁତ ବଢ଼ିଆ ରହିଛି, ଆଉ ଧୀରେ ଧୀରେ ବୃଦ୍ଧି ହେବାର୍କେ ଲାଗିଛି, ଯେନ୍ଟାକି ଆଜ୍ଞା ମାନେ ଓମଫେଡ୍, ପ୍ରଗତି ତାକର ନିଜ ଭିତରେ କମ୍ପିଟିସନ୍ ଯେନ୍ଟା ହେଉଛି, ଆଉ ମିଲ୍ର ରେଟ୍ ମଧ୍ୟ ବଢ଼ୁଛି। ଆଉ ଚାଷୀମାନେ ମଧ୍ୟ ଭଲ 2 ପଇସା ଗାଈ ପାଳନ କରିକି ରୋଜଗାର କରିପାରୁଛନ୍, ଯେନ୍ଟାକି ଲିଟର ପିଛା ମାନେ 45 ଟଙ୍କା, 50 ଟଙ୍କା, 55 ଟଙ୍କାରେ ସେଲ୍ ଆଉଟ୍ କରିପାରୁଛନ୍। ଯେନ୍ଟାକି ବର୍ତ୍ତମାନ ପୁରୁଣା ଆଗର କାଳରେ ଆଜ୍ଞା ମାନେ ଦୁଧର ବିକବାର୍ ବହୁତ ମୁସ୍କିଲ୍ ହେଉଥିଲା, ଆଉ ଏତେ ଡିମାଣ୍ଡ ମଧ୍ୟ ନଥାଏ, ଆଉ ରେଟ୍ ମଧ୍ୟ ବହୁତ କମ୍ରେ ଯାଉଥିଲା। ବର୍ତ୍ତମାନ ଆଜ୍ଞା ମାନେ ରେଟ୍ ବହୁତ ବଢ଼ିଆ ହେଇଛି, ଆଉ ସେଲ୍ କରବାର୍ଟା ବହୁତ ବଢ଼ିଆ ଅଛି, ଯେନ୍ଟାକି ପାଖର ଆପଣମାନେ ଦୁଧ ସଂଗ୍ରହ କେନ୍ଦ୍ରରେ ସେଲ୍ ଆଉଟ୍ କରିପାରିବେ, ବହୁତ ବଢ଼ିଆ ଡେଲି କରିପାରିବେ, ଆଉ ଡେଲି ଇନକମ୍ ଗୋଟେ ସାଇଡ଼୍ ଇନକମ୍ ଜେନେରେଟ୍ କରିପାରିବେ। ଆଜ୍ଞା ମାନେ ଘରେ ପଟେ 2 ପଟ ରଖିକରି ଗାଈ ମଧ୍ୟ ଆପଣମାନେ ଇଜିଲି ଆପଣଙ୍କର ଖର୍ଚ୍ଚା ବାର୍ଚ୍ଚା ବାହାର କରିପାରିବେ।